প্লিজ প্লিজ ଟିକେ ତମେ ଓଢ଼ଣା ଖୋଲ। ମୁଁ ଜାଣିଛି ତମେ ଲାଜ କରୁଛ। ହେଇଟି ଆଜି ପରା ତମେ ମୋ ସ୍ତ୍ରୀ, ମୁଁ ତମ ସ୍ୱାମୀ। ବହୁତ ଦିନ ହେଲା ଅପେକ୍ଷା କରୁଛି। ବୋଲ ହେଇଟି ଟିକେ ଖୋଲୁନ। ହେଇଟି ଓଢ଼ଣାଟା ଟିକେ ଖୋଲୁନ। ଦେଖ ଆଉ ସମ୍ଭାଳି ହବ। ହେଇଟି ଟିକେ ଓଢ଼ଣାଟା ଖୋଲୁନ। କେତେ ଜଣ ନୋଟିସ୍ କଲ ଗୋଟେ କଥା ମତେ କହିଲ, ଭାଇ ଆମର ଚଉଠିରେ ଥିପାଇଁ ଏତେ ଏକ୍ସାଇଟେଡ୍ ଯେ ସେ ପେଣ୍ଟ ପିନ୍ଧିବାକୁ ଭୁଲି ଯାଇଛନ୍ତି। ନା ଆଗୁଆ ପ୍ରିପେୟାର ହେଇକି ଆଇଛନ୍ତି, ଭାରି କୁଲୁ କୁଲୁ ଆଉ, କାରଣ ସେ ଗୋଟାଏ ରାତି ପାଇଁ ସମସ୍ତଙ୍କର ଅପେକ୍ଷା ଆଉ। ଆଚ୍ଛା ଆଉ ଗୋଟେ କଥା କହୁଛି, ନାସାର ସାଇଣ୍ଟିଷ୍ଟ ମାନେ ଗୋଟେ ପରୀକ୍ଷା କରି ଏକ୍ସପେରିମେଣ୍ଟ କରି ଜାଣିଲେ ଯେ, ଭାରି ଗୋଟେ ଗୂଢ ତତ୍ତ୍ୱଟି ମନ ଦେଇ ଶୁଣନ୍ତୁ। ନାସାର ସାଇଣ୍ଟିଷ୍ଟ ମାନେ ପରୀକ୍ଷା ଆଣ୍ଡ ଏକ୍ସପେରିମେଣ୍ଟ କରି ଜାଣିଲେ ଯେ ପ୍ରତ୍ୟେକ ପୁରୁଷ ଯେତେ ଦିନ ଏ ପୃଥିବୀରେ ବିତଉଛି ଧୀରେ ଧୀରେ କରି ସେ ତାର ଚଉଠି ରାତି ଆଡକୁ ଅଗ୍ରସର ହଉଛି। କଣ ଏଇ ତଥ୍ୟଟି ଇମ୍ପୋର୍ଟାଣ୍ଟ ତଥ୍ୟଟି ଆପଣ ମାନେ ଜାଣିଥିଲେ? ଯଦି ଜାଣିନଥିଲେ ତାହେଲେ କମେଣ୍ଟରେ ଲେଖନ୍ତୁ ଯେ ଭାଇ ମୁଁ ଜାଣିନଥିଲି, ଆଜି କିଛି ଗୋଟେ ନୂଆ ଶିଖିବାକୁ ମତେ ମିଳିଲା। କାରଣ ଏଇ ଚ୍ୟାନେଲରେ ଖାଲି କମେଡି ହୁଏନି, ଏ ଚ୍ୟାନେଲରେ ଆମେ ଲୋକଙ୍କୁ କିଛି ଭଲ କଥା ଶିଖଉ, କିଛି ଗୂଢ ରହସ୍ୟ ଦଉ। କିନ୍ତୁ ଏ ଭିଡିଓ ଦେଖି ସାରିକି ମତେ ମୋର ଗୋଟେ ସାଙ୍ଗ କଥା ମନେ ପଡିଯାଉଛି, ଯେ କି ବାହା ହେଇନି ସତ୍ୟ କିନ୍ତୁ ପ୍ରତି କଥାରେ ଏଇ ଚଉଠି ରାତିକୁ ମେନସନ କରେ। ମତେ କହିବ ଭାଇ ଜାଣିଛୁ ମୋର ଭାରି ଇଚ୍ଛା, ମୁଁ ଚଉଠି ରାତି ଦିନ ସେ ହଳଦୀ ବାଲା କ୍ଷୀର ପିଇବିନି, କ୍ଷୀରରେ 2 ଚାମଚ ହର୍ଲିକ୍ସ ପକେଇ ପିଇବି। ହର୍ଲିକ୍ସ ନ ମିଳିଲେ ବୋର୍ନଭିଟା ଗୋଟେ 5 ଟଙ୍କିଆ ପାଉଚ୍ ଆଣିବି ଭାରି, ତାକୁ ପକେଇ ପିଇଦେବି। କାରଣ ହଳଦୀ ପକେଇ କିଛି ଲାଭ ନାହିଁ, ବୋର୍ନଭିଟା ପକେଇଲେ ହେଲେ ବଳ ବଢିବ, ଶକ୍ତି ହବ।